30 ଅଧ୍ୟାୟ ଶିରିଡ଼ିର ଅପୂର୍ବ ଆକର୍ଷଣ। ବାବାଙ୍କ ଶରଣରେ ଯିବା ପାଇଁ ଦେବୀଙ୍କ ସ୍ୱପ୍ନାଦେଶ ଓ ଦୈବୀ ଇଚ୍ଛାରେ ବିଚିତ୍ର କାର୍ଯ୍ୟାନ୍ୱୟନ। ପ୍ରାକ୍କଥନ। ଯେ କୌଣସି ଉଦ୍ଦେଶ୍ୟ ନ ରଖି ଭକ୍ତମାନଙ୍କୁ ସ୍ନେହ କରିବାର ଦୟାର ସାଗର ତୁଲ୍ୟ ତଥା ନିର୍ଗୁଣ ହୋଇ ମଧ୍ୟ ଭକ୍ତମାନଙ୍କର ପ୍ରେମବଶତଃ ଯିଏ ସ୍ୱଚ୍ଛତାପୂର୍ବକ ମାନବ ଶରୀର ଧାରଣ କରିଛନ୍ତି, ଯିଏ ଏପରି ଭକ୍ତବତ୍ସଳ ଅଟନ୍ତି କି ଯାହାଙ୍କର ଦର୍ଶନ ମାତ୍ରକେ ଭବସାଗରର ଭୟ ଓ ସମସ୍ତ କଷ୍ଟ ଦୂର ହୋଇଯାଏ, ଏପରି ଶ୍ରୀ ସାଇନାଥ ମହାରାଜଙ୍କୁ ଆମର ବିନମ୍ର ପ୍ରଣାମ। ଭକ୍ତମାନଙ୍କୁ ଆତ୍ମଦର୍ଶନ କରାଇବା ହିଁ ସନ୍ଥଙ୍କର ପ୍ରଧାନ କାର୍ଯ୍ୟ ଅଟେ। ଶ୍ରୀ ସାଇ ଯିଏ ସନ୍ତ ଶିରୋମଣି ଅଟନ୍ତି, ଏହା ତ ତାଙ୍କର ମୁଖ୍ୟ ଧ୍ୟେୟ। ଯିଏ ତାଙ୍କ ଶ୍ରୀଚରଣ ଶରଣ ନେଇଛି, ତାର ସମସ୍ତ ପାପ ନଷ୍ଟ ହୋଇ ନିଶ୍ଚିତ ରୂପେ ଦିନ ପ୍ରତିଦିନ ପ୍ରଗତି କରିଛି। ତାଙ୍କର ଶ୍ରୀଚରଣ ସ୍ମରଣ କରି ପବିତ୍ର ସ୍ଥାନମାନଙ୍କର ଭକ୍ତଗଣ ଶିରଡ଼ି ଆସୁଛନ୍ତି ଏବଂ ତାଙ୍କର ଶୀତଳ ଛାୟାରେ ଉପବେଶନ କରି ଶ୍ଲୋକ ପାଠ କରି ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରୁଛନ୍ତି। କିନ୍ତୁ ଯିଏ ନିର୍ବଳ ତଥା ଦିନହୀନ ଏବଂ ଯେଉଁମାନେ ଏହା ମଧ୍ୟ ଜାଣନ୍ତି ନାହିଁ ଯେ ଭକ୍ତି କାହାକୁ କହନ୍ତି, ସେମାନଙ୍କର ତ କେବଳ ଏତିକି ବିଶ୍ୱାସ ଯେ ଅନ୍ୟ ସମସ୍ତେ ସେମାନଙ୍କୁ ଅସହାୟ କରି ଉପେକ୍ଷା କରିପାରନ୍ତି, କିନ୍ତୁ ଅନାଥଙ୍କ ନାଥ ତଥା ପ୍ରଭୁ ଶ୍ରୀ ସାଇନାଥ କେବେ ପରିତ୍ୟାଗ କରିବେ ନାହିଁ। ଯାହା ଉପରେ ସେ କୃପା କରନ୍ତି, ତାକୁ ପ୍ରଚଣ୍ଡ ଶକ୍ତି, ନୀତି ଅନ୍ୟତ୍ର ବିବେକ ତଥା ଜ୍ଞାନ ସହଜରେ ପ୍ରାପ୍ତ ହୁଏ। ସେ ତାଙ୍କ ଭକ୍ତମାନଙ୍କର ଇଚ୍ଛା ଜାଣି ତାକୁ ପୂର୍ଣ୍ଣ କରନ୍ତି, ଫଳରେ ସେମାନଙ୍କର ମନବାଞ୍ଛିତ ଫଳ ପ୍ରାପ୍ତି ହୁଏ ଏବଂ ସେମାନେ ସର୍ବଦା କୃତଜ୍ଞ ରୁହନ୍ତି। ଆମେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ପ୍ରାର୍ଥନା କରିବା କି ସେ ଆମର ତ୍ରୁଟି ବିଚ୍ୟୁତି ପ୍ରତି ଦୃଷ୍ଟି ନ ଦେଇ ଆମକୁ ସକଳ କଷ୍ଟରୁ ଉଦ୍ଧାର କରନ୍ତୁ। ଯେଉଁ ବିପଦଗ୍ରସ୍ତ ପ୍ରାଣୀ ଏହି ପ୍ରକାର ସେ ସାଇଙ୍କୁ ପ୍ରାର୍ଥନା କରେ, ତାଙ୍କର କୃପାରୁ ସେ ପୂର୍ଣ୍ଣ ଶାନ୍ତି ତଥା ସୁଖ ସମୃଦ୍ଧି ଲାଭ କରେ। ହେମାଡପନ୍ତ କହୁଛନ୍ତି କି ହେ ମୋର ସାଇ, ଦୟାର ସାଗର, ଏହା ତ ତୁମ ଦୟାର ଫଳ, ଯାହାର ଫଳସ୍ୱରୂପ ଶ୍ରୀ ସାଇ ସଚ୍ଚରିତ ଭକ୍ତମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଉଛି। ଅନ୍ୟଥା ମୋର ଯୋଗ୍ୟତା ନାହିଁ ଯେ ଏପରି ଏକ କଠିନ କାର୍ଯ୍ୟ ପାଇଁ ଦୁଃସାହସ କରିବି। ଯେତେବେଳେ ସେ ସାଇ ପୂର୍ଣ୍ଣ ଦାୟିତ୍ୱ ନେଇଗଲେ, ହେମାଡପନ୍ତଙ୍କର ତିଳେମାତ୍ର ଭାରବୋଧ ହେଲା ନାହିଁ କି ଏହାର ଚିନ୍ତା ରହିଲା ନାହିଁ। ଶ୍ରୀ ସାଇ ଏହି ଗ୍ରନ୍ଥ ରୂପରେ ତାଙ୍କର ସେବା ସ୍ୱୀକାର କଲେ। ଏହା କେବଳ ତାଙ୍କ ପୂର୍ବଜନ୍ମର ଶୁଭ ସଂସ୍କାରର ଫଳ, ଯେଉଁଥିପାଇଁ ସେ ନିଜକୁ ଭାଗ୍ୟଶାଳୀ ଓ କୃତାର୍ଥ ମନେ କରନ୍ତି। ନିମ୍ନଲିଖିତ କଥା କପୋଳକଳ୍ପିତ ନୁହେଁ, ବିଶୁଦ୍ଧ ଅମୃତ ତୁଲ୍ୟ ଅଟେ। ଯିଏ ଏହାକୁ ପାନ କରିବେ, ସାଇଙ୍କର ମହାନତା ଅସୀମତା ଆସ୍ୱାଦନ କରିପାରିବେ। ଯେଉଁମାନେ ତର୍କପ୍ରିୟ ଓ ସମାଲୋଚକ, ସେମାନଙ୍କ ପାଇଁ ଏହାର କୌଣସି ମହତ୍ତ୍ୱ ନାହିଁ। ଏଠାରେ ଆଲୋଚନା ପର୍ଯ୍ୟାଲୋଚନା ସ୍ଥାନ ନାହିଁ। ପ୍ରୟୋଜନ ହେଉଛି ଅସୀମିତ ପ୍ରେମ ଓ ଭକ୍ତି। ବିଦ୍ୱାନ ଭକ୍ତ, ଶ୍ରଦ୍ଧାଳୁ ବିଶ୍ୱାସୀ କିମ୍ବା ଯେଉଁମାନେ ନିଜକୁ ସାଇପଦ ସେବକ ମନେ କରନ୍ତି, ସେମାନଙ୍କୁ ଏହି କଥା ରୁଚିକର ଓ ଶିକ୍ଷାପ୍ରଦ ମନେ ହେବ। ଅନ୍ୟମାନେ ତ କେବଳ କପୋଳକଳ୍ପନା ହିଁ ମନେ କରିବେ। ଶ୍ରୀ ସାଇଙ୍କର ଭାଗ୍ୟଶାଳୀ ଭକ୍ତମାନଙ୍କ ପାଇଁ ସାଇ ଲୀଳା କଳ୍ପତରୁ ସଦୃଶ ଅଟେ। ଏହି ଲୀଳାମୃତ ପାନ କରି ଭବ ତରିବେ ନରହରି, ଅର୍ଥାତ୍ ଏହା ଦ୍ୱାରା ଅଜ୍ଞାନୀ ଜଣଙ୍କର ମୁକ୍ତି ଲାଭ ହେବ, ଗୃହସ୍ଥମାନଙ୍କୁ ସୁଖ ସନ୍ତୋଷ ତଥା ମୁମୁକ୍ଷୁମାନଙ୍କୁ ଉଚ୍ଚ ସାଧନା ପ୍ରାପ୍ତ ହେବ। ଏବେ ଆମେ ମୂଳ କଥାକୁ ଆସିବା। ବାବାଙ୍କର ଶରଣରେ ଯିବା ପାଇଁ ଦେବୀଙ୍କ ସ୍ୱପ୍ନାଦେଶ। ବାବାଜୀ ବୈଦ୍ୟ। ନାସିକ ଜିଲ୍ଲାର ବଣି ଗ୍ରାମରେ ଜଣେ କାକାଜୀ ବୈଦ୍ୟ ନାମରେ ଜଣେ ବିଶିଷ୍ଟ ବ୍ୟକ୍ତି ରହୁଥିଲେ। ସପ୍ତଶୃଙ୍ଗୀ ଦେବୀଙ୍କର ସେ ମୁଖ୍ୟ ପ୍ରଯୋଜକ ଥିଲେ। ଥରେ ସେ ବିପତ୍ତିରେ ପଡ଼ିଲେ ଏବଂ ଘୋର ମାନସିକ ଅଶାନ୍ତିରେ ଭାଙ୍ଗି ପଡ଼ିଲେ। ଦିନେ ଅତି ବିକଳ ହୋଇ ଦେବୀଙ୍କ ନିକଟକୁ ଯାଇ ଅନ୍ତଃକରଣ ପ୍ରାର୍ଥନା କଲେ, ହେ ଦେବୀ, ହେ ଦୟାମୟୀ, ମୋତେ ଏ ଦାରୁଣ ଦୁଃଖରୁ ମୁକ୍ତି ଦିଅନ୍ତୁ। ତାଙ୍କର ପ୍ରାର୍ଥନାରେ ଦେବୀ ପ୍ରସନ୍ନ ହେଲେ ଏବଂ ସେ ରାତିରେ ସ୍ୱପ୍ନରେ କହିଲେ, ତୁ ବାବାଙ୍କ ପାଖକୁ ଯା, ସେଠାରେ ତୋର ମନ ଶାନ୍ତ ଓ ସ୍ଥିର ହେବ। ବାବାଙ୍କ ବିଷୟରେ ଜାଣିବା ପାଇଁ କାକାଜୀଙ୍କର ବହୁତ ଇଚ୍ଛା ହେଲା, କିନ୍ତୁ ତା ପୂର୍ବରୁ ନିଦ ଭାଙ୍ଗିଗଲା। ଏ ଭାବି ବସି ରହିଲେ ଯେ ଏପରି କେଉଁ ବାବା ଅଛନ୍ତି ଯାହାଙ୍କ ପ୍ରତି ଦେବୀ ସଂକେତ କଲେ। କିଛି ସମୟ ପରେ ସେ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ତ୍ରୟମ୍ବକେଶ୍ୱର ବାବା ଅର୍ଥାତ୍ ଶିବ ବୋଧହୁଏ ହୋଇଥିବେ। ତେଣୁ ସେ ପବିତ୍ର ତୀର୍ଥ ତ୍ରୟମ୍ବକ ଗଲେ ଏବଂ ସେଠାରେ 10 ଦିନ ରହିଲେ। ସକାଳେ ଉଠି ସ୍ନାନାଦି କ୍ରିୟା ସମାପନ କରୁଥିଲେ ଏବଂ ତାପରେ ରୁଦ୍ରମନ୍ତ୍ର ଜପ କରୁଥିଲେ ଏବଂ ଅଭିଷେକ ଓ ଅନ୍ୟାନ୍ୟ କ୍ରିୟା ମଧ୍ୟ କରୁଥିଲେ। କିନ୍ତୁ ତାଙ୍କର ମନରେ ପୂର୍ବପରି ଅଶାନ୍ତି ଲାଗି ରହିଲା। ତାପରେ ସେ ଘରକୁ ଫେରି ଅତି କରୁଣ ସ୍ୱରରେ ଦେବୀଙ୍କୁ ସ୍ତୁତି କରିବାକୁ ଲାଗିଲେ। ଏହି ରାତିରେ ଦେବୀ ପୁଣି ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ତୁ ବୃଥାରେ ତ୍ରୟମ୍ବକେଶ୍ୱର କାହିଁକି ଗଲୁ? ବାବାମାନେ ତ ମୋର ଅଭିପ୍ରାୟ ଥିଲା ଶିରିଡ଼ିରେ ସେ ସାଇ ସମର୍ଥଙ୍କଠାରେ। ଏବେ କାକାଜୀଙ୍କ ପାଖରେ ଏପରି ପ୍ରଶ୍ନ ଉପସ୍ଥିତ ହେଲା ଯେ ସେ କିପରି ଓ କେବେ ଶିରିଡ଼ି ଯାଇ ବାବାଙ୍କ ଦର୍ଶନ କରି ଲାଭ ଉଠାଇବେ। ପ୍ରକୃତରେ ଯଦି କୌଣସି ବ୍ୟକ୍ତି କୌଣସି ସନ୍ଥଙ୍କ ଦର୍ଶନ ପାଇଁ ଆତୁର ହୁଏ, ତାହେଲେ କେବଳ
ସବୁ ସନ୍ଥ ନୁହନ୍ତି, ଭଗବାନ ମଧ୍ୟ ତାର ଇଚ୍ଛା ପୂର୍ଣ୍ଣ କରନ୍ତି। ବସ୍ତୁତଃ ସନ୍ଥ ଏବଂ ଅନନ୍ତ ଏକ ଏବଂ ସେମାନଙ୍କ ମଧ୍ୟରେ କୌଣସି ଭିନ୍ନତା ନାହିଁ। ଯଦି କିଏ କହେ ଯେ ମୁଁ ସ୍ୱତଃ ଅମୁକ ସନ୍ଥଙ୍କ ଦର୍ଶନ ପାଇଁ ଯିବି, ଏହାକୁ କେବଳ ବୃଥା ଦମ୍ଭ ଛଡ଼ା ଆଉ କ'ଣ କୁହାଯିବ? ସନ୍ଥଙ୍କର ଇଚ୍ଛା ବିରୋଧରେ ତାଙ୍କ ପାଖକୁ ଯାଇ କିଏ ବା ଦର୍ଶନ କରିପାରିବ? ତାଙ୍କର ସତ୍ତା ବିନା ଗଛର ପତ୍ରଟିଏ ମଧ୍ୟ ହଲେ ନାହିଁ। ସନ୍ଥ ଦର୍ଶନ ପାଇଁ ଯେବେ ତୀବ୍ର ଉତ୍କଣ୍ଠା ଜାତ ହେବ, ତଦନୁସାରେ ଭକ୍ତି ଓ ବିଶ୍ୱାସ ବୃଦ୍ଧି ପାଇବ ଏବଂ ସେତିକି ଶୀଘ୍ର ମନୋକାମନା ପୂର୍ଣ୍ଣ ହେବ। ଯିଏ ନିମନ୍ତ୍ରଣ କରେ, ସିଏ ଆଦର ଏବଂ ଆତିଥ୍ୟର ମଧ୍ୟ ବ୍ୟବସ୍ଥା କରେ। କାକାଜୀଙ୍କ କ୍ଷେତ୍ରରେ ତାହା ହିଁ ହେଲା। ଦୈବୀ ଇଚ୍ଛାରେ ବିଚିତ୍ର କାର୍ଯ୍ୟାନ୍ୱୟନ। କାକାଜୀ ଯେତେବେଳେ ଶିରଡ଼ି ଯିବାକୁ ବିଚାର କରୁଥିଲେ, ସେହି ସମୟରେ ତାଙ୍କ ଘରେ ଅତିଥି ପହଞ୍ଚିଲେ। ଉଲ୍ଲେଖନୀୟ ବିଷୟ ଯେ ସେ ବ୍ୟକ୍ତି ଶ୍ୟାମାଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ। ଶ୍ୟାମା ବାବାଙ୍କର ଅନ୍ତରଙ୍ଗ ଭକ୍ତମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଠିକ୍ ଏହି ସମୟରେ ବଣିରେ କେଉଁପରି ଏବଂ କେତେବେଳେ ପହଞ୍ଚିଲେ, ତାହା ଏବେ ଆଲୋଚନା କରିବା। ବାଲ୍ୟାବସ୍ଥାରେ ଶ୍ୟାମା ଥରେ ବେମାରରେ ପଡ଼ିଥିଲେ। ତାଙ୍କର ମା କୁଳଦେବୀ ସପ୍ତଶୃଙ୍ଗୀଠାରେ ପ୍ରାର୍ଥନା କଲେ କି ତାଙ୍କର ପୁତ୍ର ଯଦି ନିରୋଗ ହୋଇଯାଏ, ତାହେଲେ ସେ ତାକୁ ତାଙ୍କର ଚରଣରେ ଉତ୍ସର୍ଗ କରିବେ। କିଛି ବର୍ଷ ପରେ ତାଙ୍କର ମାଙ୍କର ବକ୍ଷସ୍ଥଳରେ ଯାଦୁ ହେଲା। ସେ ପୁଣି ଦେବୀଙ୍କ ପାଖରେ ପ୍ରାର୍ଥନା କଲେ, ରୋଗମୁକ୍ତ ହେଲେ ଚାନ୍ଦିର ସ୍ତନ ଅର୍ପଣ କରିବେ। କିନ୍ତୁ ସେ ଦୁଇଟି ଯାକ ପ୍ରତିଜ୍ଞା ଅପୂରଣୀୟ ରହିଥିଲା। ତେବେ ସେ ଯେତେବେଳେ ମୃତ୍ୟୁଶଯ୍ୟାରେ ଥିଲେ, ଶ୍ୟାମାଙ୍କୁ ଡାକି ସେ ଦୁଇଟି ମାନସିକ କଥା ସ୍ମରଣ କରାଇଦେଲେ ଏବଂ ତାହାକୁ ପୂର୍ଣ୍ଣ କରିବା ପାଇଁ ପୁତ୍ରକୁ କହି ପ୍ରାଣତ୍ୟାଗ କଲେ। କିଛିଦିନ ପରେ ଶ୍ୟାମା ମଧ୍ୟ ପ୍ରତିଜ୍ଞା କଥା ଭୁଲିଗଲେ ଏବଂ ଏପରି 30 ବର୍ଷ ବିତିଗଲା। ଦିନେ ଜଣେ ପ୍ରସିଦ୍ଧ ଜ୍ୟୋତିଷ ଶିରଡ଼ି ଆସିଥିଲେ ଏବଂ ସେଠାରେ ପ୍ରାୟ 1 ମାସ ରହିଲେ। ଶ୍ରୀମାନ ବୁଟି ସାହେବ ତଥା ଅନ୍ୟମାନେ କହିଲେ ଯେ ତାଙ୍କର ପ୍ରାୟ ସମସ୍ତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହେଉଛି। ଶ୍ୟାମାଙ୍କର ଅନୁଜ ବାପାଜୀ ମଧ୍ୟ ତାଙ୍କୁ କିଛି ପ୍ରଶ୍ନ ପଚାରିଲେ। ଜ୍ୟୋତିଷ ଜଣକ ଏ ସମୟରେ ତାଙ୍କୁ କହିଲେ କି ତୁମର ଜ୍ୟେଷ୍ଠ ଭ୍ରାତା ମାଙ୍କର ମୃତ୍ୟୁଶଯ୍ୟା ପାଖରେ କରିଥିବା ପ୍ରତିଜ୍ଞା ପୂରଣ କରିନଥିବାରୁ ଦେବୀ ଅସନ୍ତୁଷ୍ଟ ହୋଇ କଷ୍ଟ ଦେଉଛନ୍ତି। ଜ୍ୟୋତିଷଙ୍କ କଥା ଶୁଣି ଶ୍ୟାମାଙ୍କର ମାଙ୍କ ଆଗରେ ପ୍ରତିଜ୍ଞା କଥା ମନେ ପଡ଼ିଗଲା। ଆଉ ବିଳମ୍ବ କରିବା ପାଇଁ ବିପଦ ମନେକରି ସେ ବଣିଆକୁ ଡକାଇ ଚାନ୍ଦିର 2ଟି ସ୍ତନ ତିଆରି କଲେ ଏବଂ ଦ୍ୱାରକାମାଇକୁ ଯାଇ ବାବାଙ୍କ ସମ୍ମୁଖରେ ରଖିଲେ ତଥା ପ୍ରଣାମ କରି ତାକୁ ସ୍ୱୀକାର କରି ତାଙ୍କୁ ପ୍ରତିଜ୍ଞା ମୁକ୍ତ କରିବାକୁ ପ୍ରାର୍ଥନା କଲେ। ଶ୍ୟାମା କହିଲେ, ଆପଣ ହିଁ ମୋର ସପ୍ତଶୃଙ୍ଗୀ ଦେବୀ। ବାବା ଶ୍ୟାମାଙ୍କୁ ସ୍ନେହପୂର୍ବକ ବୁଝାଇ ସେ ନିଜେ ଯାଇ ଦେବୀଙ୍କ ଚରଣରେ ଅର୍ପଣ କରିବାକୁ କହିଲେ। ବାବାଙ୍କର ଆଦେଶ ଓ ଉଦି ନେଇ ଶ୍ୟାମା ବଣି ଯାତ୍ରା କଲେ। ସପ୍ତଶୃଙ୍ଗୀ ଦେବୀ ମନ୍ଦିରର ପୂଜକଙ୍କ ଘର ପଚାରି ଶ୍ୟାମା କାକାଜୀଙ୍କ ନିକଟରେ ପହଞ୍ଚିଲେ। କାକାଜୀ ଏହି ସମୟରେ ବାବାଙ୍କର ଦର୍ଶନ ନିମନ୍ତେ ବଡ଼ ଉତ୍ସୁକ ଥିଲେ ଏବଂ ଠିକ୍ ଏହି ସମୟରେ ଶ୍ୟାମା ଆସି ପହଞ୍ଚିଗଲେ। ଏହି ସଂଯୋଗ ବଡ଼ ବିଚିତ୍ର ନଥିଲା କି? କାକାଜୀ ଆଗନ୍ତୁକଙ୍କୁ ଦେଖି ତାଙ୍କର ପରିଚୟ ଏବଂ କେଉଁଠାରୁ ଆସିଛନ୍ତି ବୋଲି ପଚାରିଲେ। ଯେତେବେଳେ ସେ ଶୁଣିଲେ ଯେ ସେ ଶିରଡ଼ିରୁ ଆସିଛନ୍ତି, ତାଙ୍କର ଆନନ୍ଦର ସୀମା ନଥିଲା। ପ୍ରେମନମିତ ହୋଇ ସେ ଶ୍ୟାମାଙ୍କୁ କୋଳାଗ୍ରତ କଲେ ଏବଂ ଏହିପରି ସାଇଲୀଳା ଉପରେ ଦୁହେଁ ବାର୍ତ୍ତାଳାପ କଲେ। ଶ୍ୟାମାଙ୍କର ମାନସିକ ଯାଚନା ପୂରଣ କରିବା ପରେ ତାଙ୍କ ସହିତ ମିଶି କାକାଜୀ ବୈଦ୍ୟ ଶିରଡ଼ି ଯାତ୍ରା କଲେ। ଦ୍ୱାରକାମାଇରେ ପହଞ୍ଚି ସେ ବାବାଙ୍କ ଚରଣରେ ଲୋଟି ପଡ଼ିଲେ। ତାଙ୍କର ନେତ୍ରରୁ ପ୍ରେମାଶ୍ରୁ ଧାରା ପ୍ରବାହିତ ହେଲା ଏବଂ ଚିତ୍ତ ସ୍ଥିର ହୋଇଗଲା। ଦେବୀଙ୍କର ଦୃଷ୍ଟାନ୍ତ ଅନୁସାରେ ଯେମିତି ସେ ବାବାଙ୍କ ଦର୍ଶନ କରିଛନ୍ତି, ତାଙ୍କର ଅଶାନ୍ତ ମନ ଦୂର ହୋଇଗଲା ଏବଂ ସେ ଅନୁଭବ ଶାନ୍ତି ଲାଭ କରିବାକୁ ଲାଗିଲେ। ସେ ଆଶ୍ଚର୍ଯ୍ୟ ହେଲେ କି ଅଦ୍ଭୁତ ଶକ୍ତି ରହିଛି ଏ ଦିବ୍ୟ ପୁରୁଷଙ୍କଠାରେ। ସମ୍ଭାଷଣ, ପ୍ରଶ୍ନୋତ୍ତର କିମ୍ବା ଆଶୀର୍ବାଦ ବିନା ମଧ୍ୟ ତାଙ୍କର ଦର୍ଶନ ମାତ୍ରକେ ପ୍ରସନ୍ନତାରେ ପେଟ ପୂରିଯାଉଛି। ପ୍ରକୃତରେ ଦର୍ଶନର ମହତ୍ତ୍ୱ ତ ଏହାକୁ କୁହନ୍ତି। ତାଙ୍କର ତୃଷିତ ନେତ୍ର ସାଇଚରଣରେ ସ୍ଥିର ହେଲା ଏବଂ ତାଙ୍କର ଜିହ୍ୱା ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାରିଲା ନାହିଁ। ବାବାଙ୍କର ଅନ୍ୟ ଲୀଳାମାନ ଶୁଣି ତାଙ୍କର ଅପାର ଆନନ୍ଦ ହେଲା ଏବଂ ସେ ପୁନଃତଃ ବାବାଙ୍କ ଶରଣାଗତ ହୋଇଗଲେ। ସମସ୍ତ ଚିନ୍ତା ଓ ଦୁଃଖ ଭୁଲିଯାଇ ସେ ଅତୀବ ଆନନ୍ଦିତ ହେଲେ। ସେଠାରେ ପରମାନନ୍ଦରେ 12 ଦିନ କଟାଇ ବାବାଙ୍କର ଅନୁମତି ତଥା ଆଶୀର୍ବାଦ ଓ ଉଦି ପ୍ରସାଦ ନେଇ ଘରକୁ ଫେରିଆସିଲେ। ବାବାଙ୍କ ସ୍ୱପ୍ନରେ ସମୟର ପ୍ରତିବନ୍ଧ ନଥିଲା। କୁହାଯାଏ କି ପ୍ରାତଃ ସମୟରେ ଯେଉଁ ସ୍ୱପ୍ନ ଦୃଶ୍ୟ ହୁଏ ଯେ ତାହା ଅନେକାଂଶରେ ସତ୍ୟ ପ୍ରମାଣିତ ହୋଇଥାଏ। ତାହା ଠିକ୍ ହୋଇଥାଇପାରେ, କିନ୍ତୁ ବାବାଙ୍କ କ୍ଷେତ୍ରରେ ସମୟର କୌଣସି ପ୍ରତିବନ୍ଧ ନଥିଲା। ଏପରି ଏକ ଉଦାହରଣ ଏଠାରେ ଉପସ୍ଥାପନ କରାଯାଉଛି। ଦିନେ ଅପରାହ୍ନରେ ବାବା କାକା ସାହେବଙ୍କୁ ଟାଙ୍ଗା ଦେଇ ରାହାତା ଯାଇ ଖୁସାଲଚନ୍ଦକୁ ନେଇ ଆସିବାକୁ ପଠାଇଲେ। ଅନେକ ଦିନରୁ ଖୁସାଲଚନ୍ଦକୁ ବାବା ଦେଖିନଥିଲେ। ରାହାତା ପହଞ୍ଚିବା ପରେ କାକା ସାହେବ ବାବାଙ୍କର ସନ୍ଦେଶ ତାଙ୍କୁ ଶୁଣାଇଲେ। ଏହା ଶୁଣି ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ କହିଲେ ଯେ ମଧ୍ୟାହ୍ନରେ ଭୋଜନ କରିବା ପରେ ସେ ସାମାନ୍ୟ ବିଶ୍ରାମ କରୁଥିବା ବେଳେ ତାଙ୍କର ଆଖି ଲାଖି ଯାଇଥିଲା। ଏ ସମୟରେ ବାବା ସ୍ୱପ୍ନରେ ଆସି ମୋତେ ଶୀଘ୍ର ଶିରଡ଼ି ଯିବାକୁ କହିଲେ, କିନ୍ତୁ ଘୋଡ଼ା ବ୍ୟବସ୍ଥା ହୋଇ ନ ପାରିବାରୁ ମୁଁ ପୁତ୍ର ହାତରେ ଖବର ବାବାଙ୍କ ନିକଟକୁ ପଠାଉଥିଲି।
ଗ୍ରାମ ସୀମା ନିକଟରେ ସେ ଆପଣଙ୍କର ଟାଙ୍ଗା ବିପରୀତ ଦିଗରୁ ଆସୁଥିବାର ଦେଖିଲା। ଏହାପରେ ସେ ଟାଙ୍ଗାରେ ଖୁସାଲ ଚନ୍ଦକୁ ସାଙ୍ଗରେ ନେଇ କାକା ସେ ଶିଡ଼ିରେ ପହଞ୍ଚିଲେ। ତଥାପି ବାବାଙ୍କ ସାକ୍ଷାତ କରି ସେ ବଡ଼ ପ୍ରସନ୍ନତା ଅନୁଭବ କଲେ। ବାବାଙ୍କର ଏହି ଲୀଳା ଦେଖି ଖୁସାଲ ଚନ୍ଦ ଆନନ୍ଦ ବିଭୋର ହୋଇଗଲେ। ମୁମ୍ବାଇର ରାମଲାଲ ପଞ୍ଜାବୀ। ମୁମ୍ବାଇର ଜଣେ ପଞ୍ଜାବୀ ବ୍ରାହ୍ମଣ ରାମଲାଲଙ୍କୁ ବାବା ସ୍ୱପ୍ନରେ ମହନ୍ତ ବେଶରେ ଦର୍ଶନ ଦେଇ ଶିରଡ଼ି ଆସିବାକୁ କହିଲେ। ସେ ବାବାଙ୍କ ନାମ କି ଶିରଡ଼ି ଗ୍ରାମ ବିଷୟରେ କିଛି ଜାଣିନଥିଲେ। ତାଙ୍କ ମନରେ ବାବାଙ୍କ ଦର୍ଶନ ନିମିତ୍ତ ତୀବ୍ର ଉତ୍କଣ୍ଠା ଜାତ ହୋଇଥିଲା, କିନ୍ତୁ ଠିକଣା ଜାଣି ନଥିବାରୁ ସେ ଦ୍ୱନ୍ଦ୍ୱରେ ରହିଲେ। ଯିଏ ଆମନ୍ତ୍ରଣ କରେ ସେ ଆସିବାର ବ୍ୟବସ୍ଥା ମଧ୍ୟ କରେ ଏବଂ ଶେଷରେ ତାହା ହିଁ ହେଲା। ସେଦିନ ସନ୍ଧ୍ୟାରେ ସେ ରାସ୍ତାରେ ବୁଲୁଥିବା ସମୟରେ ଗୋଟିଏ ଦୋକାନରେ ବାବାଙ୍କର ଫଟୋଟିଏ ଟଙ୍ଗା ହୋଇଥିବାର ଦେଖିବାକୁ ପାଇଲେ। ସ୍ୱପ୍ନରେ ସେ ଯେଉଁ ଆକୃତିରେ ମହନ୍ତଙ୍କ ଦର୍ଶନ କରିଥିଲେ ତାହା ହିଁ ଚିତ୍ର ସ୍ୱରୂପ ଥିଲା। ପଚାରି ବୁଝି ସେ ଜାଣିଲେ ଯେ ତାହା ଶିରଡ଼ିର ସେ ସାଇ ସମର୍ଥଙ୍କ ଫଟୋଚିତ୍ର। ଏହାପରେ ସେ ତୁରନ୍ତ ଶିରଡ଼ି ଅଭିମୁଖେ